मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଅଛି। ସୁନ୍ଦର ସ୍ଥାନ ନା? ହଁ ଆଜ୍ଞା, ଏହି ସ୍ଥାନରେ ସମୁଦ୍ର କୂଳ ମଧ୍ୟ ଅଛି, କୃଷ ମଧ୍ୟ ରହିଅଛି। ଏହି ସ୍ଥାନ ତାମିଲନାଡୁର ତୁତୁକୁଡ଼ି ଜିଲ୍ଲାରେ ଆମ୍ଭେମାନେ ଦେଖିବାକୁ ପାଉ। ମାନାପାଡୁ ନାମକ ଏକ ସ୍ଥାନ, ଏଠାକୁ ପ୍ରାୟ 500 ବର୍ଷ ପୂର୍ବରୁ ପ୍ରଭୁଙ୍କ ବିଶିଷ୍ଟ ଦାସ ଫ୍ରାନ୍ସିସ୍ ଜାଭିୟର ଏହି ସ୍ଥାନକୁ ଆସିଥିଲେ। ଥମାଙ୍କ ଉତ୍ତାରେ ପ୍ରଭୁଙ୍କ ଏହି ଦାସ ଫ୍ରାନ୍ସିସ୍ ଜାଭିୟର ଆସିଲେ। ଗୋଆ ଠାରୁ ସମୁଦ୍ର କୂଳ ହୋଇ ସେ ବିଭିନ୍ନ ଅଞ୍ଚଳ ରାଜ୍ୟମାନଙ୍କରେ ସୁସମାଚାର ପ୍ରଚାର କରି ପ୍ରାୟ 500 ମଣ୍ଡଳୀ ପ୍ରଭୁଙ୍କ ନିମନ୍ତେ ସ୍ଥାପନ କରିଲେ। ଏତେ କଠିନ ଭାବେ ସେବା କାର୍ଯ୍ୟ କରିଲେ। ପ୍ରଭୁ ଯୀଶୁ ଯେ ପ୍ରକୃତରେ ମୁକ୍ତିକର୍ତ୍ତା ଅଟନ୍ତି, ଏହା ଯେପରି ସମସ୍ତେ ଜାଣିପାରିବେ, ଏଥିପାଇଁ ସେ ପ୍ରଭୁଙ୍କ ସେବା କରୁଥିଲେ। ଖ୍ରୀଷ୍ଟଙ୍କ ପ୍ରେମକୁ ପ୍ରଚାର କରିବା ନିମନ୍ତେ ସେ ଏହି ସ୍ଥାନକୁ ଆସିଥିଲେ। ଆପଣମାନେ ଠିକ୍ ମୋହର ପଛଭାଗରେ ଦେଖୁଅଛନ୍ତି ନା, ଗୋଟିଏ ଗୁମ୍ଫା ରହିଅଛି। ସେ ଏହି ସ୍ଥାନରେ ରହି ପ୍ରଭୁ ଯୀଶୁଙ୍କର ସେବା କାର୍ଯ୍ୟ କରିବାର ଆମ୍ଭେମାନେ ଶୁଣିଅଛୁ। ଆପଣମାନେ ଯଦି କେବେ ଏହି ସ୍ଥାନକୁ ଆସିବେ, ଏହା ଆମ୍ଭମାନଙ୍କର ତୁତୁକୁଡ଼ି ଜିଲ୍ଲାରେ ରହିବାର ଆମ୍ଭେମାନେ ଦେଖିବାକୁ ପାଉ। ଠିକ୍ ଅଛି, ଆଜି ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ କ'ଣ ବାକ୍ୟ ରଖିଛନ୍ତି? ଯେରେମିୟର ପୁସ୍ତକ 31 ଅଧ୍ୟାୟ 14 ପଦ। ଆମ୍ଭର ଲୋକମାନେ ଆମ୍ଭର ଉତ୍ତମତାରେ ପରିତୃପ୍ତ ହେବେ, ଏହା ସଦାପ୍ରଭୁ କହନ୍ତି। ଆମ୍ଭର ଲୋକମାନେ ଉତ୍ତମ ବିଷୟରେ ସମ୍ପୂର୍ଣ୍ଣ ପରିତୃପ୍ତ ହେବେ। ପରମେଶ୍ୱର ଏହା କହୁଅଛନ୍ତି, ମୋର ପୁଅ, ମୋର ଝିଅ, ଆମ୍ଭେ ପରିତୃପ୍ତ କରିବା। ଆଜି କେଉଁ ଉତ୍ତମତା ଆପଣ ଖୋଜୁଛନ୍ତି? ପରମେଶ୍ୱର ଆପଣଙ୍କୁ ତାହା ପ୍ରଦାନ କରିବେ। ଭାବୁଅଛନ୍ତି ନା, ଆଜି ଦିନରେ ପରମେଶ୍ୱର ମୋର ସମସ୍ତ କାର୍ଯ୍ୟରେ ସେ ମୋତେ ସଫଳତା ପ୍ରଦାନ କରନ୍ତୁ। ପ୍ରଭୁ କହୁଅଛନ୍ତି, ମୋ ଲୋକମାନେ ଆମ୍ଭର ଉତ୍ତମତାରେ ତୁମ୍ଭେ ପରିତୃପ୍ତ ହେବ। ପରମେଶ୍ୱର ସମ୍ପୂର୍ଣ୍ଣ ଆଶୀର୍ବାଦ କରିବେ, ଅଧା ଅଧୁରା ନୁହଁ। ଆଜି ଦିନରେ ପରମେଶ୍ୱର ସମ୍ପୂର୍ଣ୍ଣ ଆଶୀର୍ବାଦ କରିବାକୁ ଚାହାନ୍ତି। ଏଥି ନିମନ୍ତେ ନା ପ୍ରଭୁ ଯୀଶୁ କୃଷାର୍ପିତ ହେଲେ। ଆମ୍ଭମାନଙ୍କୁ ସେ ଆଶୀର୍ବାଦ କରିବା ନିମନ୍ତେ, ତୁମମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ସେ କୃଷରେ ଆପଣା ଜୀବନକୁ ସମର୍ପଣ କରିଦେଲେ। ମୋ ପ୍ରିୟମାନେ, ଆମ୍ଭର ଲୋକମାନେ ଆମ୍ଭେ ତୁମକୁ ସମ୍ପୂର୍ଣ୍ଣ ଆଶୀର୍ବାଦ କରିବା। କ'ଣ ଆମ୍ଭେମାନେ ତାହାଙ୍କ ନିଜସ୍ୱ ପ୍ରଜା ହୋଇପାରିଅଛୁ? ତାହାଙ୍କ ସନ୍ତାନ ରୂପେ ଜୀବନଯାପନ କରୁଛୁ? ଯଦି ଆମ୍ଭମାନଙ୍କଠାରେ ତାହାଙ୍କ ସ୍ୱଭାବ ଦେଖାଯାଉ ନାହିଁ, ତେବେ ଆମ୍ଭେମାନେ କହିବା, ହେ ପ୍ରଭୁ ଯୀଶୁ, ମୋତେ ତୁମେ ସମ୍ପୂର୍ଣ୍ଣ ତୁମ ରୂପରେ ଗଢ଼ିଦିଅ, ମୋତେ ତୁମେ ପରିଷ୍କାର କରିନିଅ। ଯଦି ସମ୍ପୂର୍ଣ୍ଣ ହୃଦୟରେ ପରମେଶ୍ୱରଙ୍କୁ ମାଗିବା, ତେବେ ପରମେଶ୍ୱର ଆମମାନଙ୍କର ଅବସ୍ଥା ଶୁଣିବେ, ଆମମାନଙ୍କ ମନରେ ଶାନ୍ତି, ଆମମାନଙ୍କ ଜୀବନରେ ଆନନ୍ଦ ଦେବେ। ଯେହେତୁ ପ୍ରଭୁ ଯୀଶୁ ଆପଣଙ୍କୁ ପ୍ରେମ କରନ୍ତି, ତାଙ୍କ ସମ କେହି ମଧ୍ୟ ଆପଣଙ୍କୁ ପ୍ରେମ କରି ନ ପାରନ୍ତି। ପ୍ରଭୁ ଯୀଶୁ ଆପଣଙ୍କୁ ପ୍ରେମ କରନ୍ତି। ମୋ ପ୍ରିୟମାନେ, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଉତ୍ତମ ପଦାର୍ଥ ଦାନ କରନ୍ତି। ଆପଣ ଏହା କୁହନ୍ତୁ, ପ୍ରଭୁ ମୁଁ ତୁମ ସନ୍ତାନ। ଆପଣ ଏହା କହି ତାଙ୍କଠାରେ ପ୍ରାର୍ଥନା କରନ୍ତୁ, ସେ ନିଶ୍ଚୟ ଆପଣଙ୍କ ପ୍ରାର୍ଥନା ଶୁଣିବେ। ହେ ମୋହର ପିତା, ମୁଁ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛି, ଏମାନେ ସମସ୍ତେ ତୁମ୍ଭର ପୁତ୍ର କନ୍ୟା ଅଟନ୍ତି। ଏମାନେ ସମସ୍ତେ ତୁମ୍ଭର ରଚନା। ତୁମ୍ଭେ ଏମାନଙ୍କୁ ସୃଷ୍ଟି କରିଅଛ। ସମସ୍ତଙ୍କୁ ତୁମେ ଆଶୀର୍ବାଦ କର, ଆଶୀର୍ବାଦ କର। ଏମାନେ ଯାହା ପ୍ରାର୍ଥନାରେ ମାଗୁଅଛନ୍ତି ପିତା, ଏମାନଙ୍କ ପ୍ରାର୍ଥନା ଅନୁସାରେ ତୁମେ ଉତ୍ତର ପ୍ରଦାନ କର। ତୁମ୍ଭ ପ୍ରତିଜ୍ଞା ଏମାନଙ୍କ ଜୀବନରେ ଏମାନେ ଅନୁଭବ କରନ୍ତୁ। ପ୍ରିୟ ପ୍ରଭୁ, ଆଜି ଏମାନେ ପରିତୃପ୍ତ ହେଲା ପରି ପ୍ରଭୁ ଏମାନଙ୍କୁ ତୁମେ ଆଶୀର୍ବାଦ କର ବୋଲି ମୁଁ ଏହି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି ପିତା। ଆମେନ୍, ଆମେନ୍।